ଛତୁ ଖାଇ 6 ଅସୁସ୍ଥ। ହିନ୍ଦୋଳ ଥାନା ଅନ୍ତର୍ଗତ କାନ୍ତାମିଲା ପଞ୍ଚାୟତ ଧୁବୁନି ନନ୍ଦ ଗ୍ରାମରେ ଛତୁ ଖାଇ 6 ଅସୁସ୍ଥ। ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। 6 ଜଣଙ୍କ ମଧ୍ୟରୁ 4 ମହିଳା ଥିବା ବେଳେ 2 ଜଣ ଛୋଟ ଛୁଆ ଥିବା ଜଣାପଡ଼ିଛି। ଗୁରୁତର ମାନେ ହେଲେ କାନ୍ତାମିଲା ପଞ୍ଚାୟତ ଧୁବୁନି ନନ୍ଦ ଗ୍ରାମର ବଳରାମ ପ୍ରଧାନଙ୍କ ସ୍ତ୍ରୀ ରତନୀ ପ୍ରଧାନ, ମହାଦେବ ପ୍ରଧାନଙ୍କ ସ୍ତ୍ରୀ ସୁଚିତ୍ରା ପ୍ରଧାନ ଓ ତାଙ୍କ 2 ଝିଅ ଈଶା ପ୍ରଧାନ, ଇତିଶ୍ରୀ ପ୍ରଧାନ, ସହଦେବ ପ୍ରଧାନଙ୍କ ସ୍ତ୍ରୀ ଗାୟତ୍ରୀ ସାହୁ, ତରଣୀ ପ୍ରଧାନଙ୍କ ସ୍ତ୍ରୀ ସଂଘମିତ୍ରା ପ୍ରଧାନ। ସୂଚନା ଯେ କାନ୍ତାମିଲା ପଞ୍ଚାୟତ ଧୁବୁନି ନନ୍ଦ ଗ୍ରାମର ବଳରାମ ପ୍ରଧାନଙ୍କ ନିଜ ଘର ବାରିପଟେ ଛତୁ ହୋଇଥିଲା। ସେହି ଛତୁ ଆଣି ଆଜି ଘର ଲୋକ ଦ୍ୱିପହର ସମୟରେ ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ 4 ମହିଳା ଏବଂ 2 ଛୁଆଙ୍କ ବାନ୍ତି ବାରମ୍ବାର ହେବାରୁ 6 ଜଣ ଯାକ ଗୁରୁତର ହୋଇଯାଇଥିଲେ। ପରିବାରର ଅନ୍ୟ ଲୋକେ ଦେଖି ତୁରନ୍ତ ଏକ ଗାଡ଼ି ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। 6 ଜଣ ଯାକ ଏବେ ଚିକିତ୍ସିତ ହେଉଥିବା ଡାକ୍ତର ସୂଚନା ଦେଇଛନ୍ତି।